କେଉଁ କ୍ଷୁଦ୍ରତମ ସଂଖ୍ୟାକୁ 5 ବା 6 ଦ୍ୱାରା ଭାଗ କଲେ ଭାଗଶେଷ ପ୍ରତ୍ୟେକ କ୍ଷେତ୍ରରେ 1 ରହେ, କିନ୍ତୁ 13 ଦ୍ୱାରା ଭାଗ କଲେ ଭାଗଶେଷ ରହେ ନାହିଁ। ପ୍ରଥମେ ଆମେ କ'ଣ କରିବା ନା 5 ଓ 6ର ଲସାଗୁ ବାହାର କରିବା। ଲସାଗୁ ହେଲା କେତେ? 30 ଏବଂ 5 ଓ 6 ଯେହେତୁ କ୍ରମିକ ସଂଖ୍ୟା, ତେବେ ତାର ଲସାଗୁ ସର୍ବଦା 2 ଜଣଙ୍କର ଗୁଣଫଳ ହେବ, କାହିଁକିନା କ୍ରମିକ ସଂଖ୍ୟା ସର୍ବଦା ପରସ୍ପର ମୌଳିକ ଅଟନ୍ତି। ତେବେ ଦେଇଛି ଯେ ଭାଗଶେଷ 1 ରହିବ, ଅର୍ଥାତ୍ 30ରେ ତ ଡିଭାଇଡ୍ କରିଦେଲେ 5 ଓ 6କୁ ଡିଭାଇଡ୍ ହେଉଛି, ଅର୍ଥାତ୍ ସଂଖ୍ୟାଟି 31। 31 5 ଓ 6 ଦ୍ୱାରା ଭାଗ କଲେ 1 ଭାଗଶେଷ ରହୁଛି, କିନ୍ତୁ 13 ଦ୍ୱାରା ଭାଗ କଲେ ଭାଗଶେଷ ରହୁଛି। ଆମେ ତେଣୁ କ'ଣ କରିବା ନା 31ରେ ଆମେ ପ୍ରଥମେ ଏ ଯେଉଁ 31 ରହିଲା, ଅର୍ଥାତ୍ 1 ଯୋଗ କରିବା ପାଇଁ ପଡୁଛି, ତେଣୁ 30 ଗୁଣନ 2 କେତେ ହେଇଗଲା? 60। ତାପରେ ସେଥିରେ 1 ଯୋଗ କରିବା 61। 61 13 ଦ୍ୱାରା ବିଭାଜ୍ୟ ନୁହେଁ, ତେଣୁ ଏଇଟା ଉତ୍ତର ହବ ନାହିଁ। ପୁଣି ଦେଖିବା 30ରେ 3 ଗୁଣିବା, 30 3 90 ଯୁକ୍ତ 1 କେତେ ହେଉଛି? 91। 13 ସତା 91, ତେଣୁ 13 ଦ୍ୱାରା ବିଭାଜ୍ୟ। 13 ଦ୍ୱାରା ବିଭାଜ୍ୟ, ତେଣୁ ଉତ୍ତର କିଏ ହବ ନା ଉତ୍ତର ହେଲା 91। 91କୁ ଆମେ 5 ଦ୍ୱାରା ଭାଗ କଲେ, 5 ଦ୍ୱାରା ଯଦି ଭାଗ କରିଦେବା ତାହେଲେ 18 ପଡ଼ିବ ଏବଂ 1 ବଳୁଛି। 6 ଦ୍ୱାରା ଯଦି ଭାଗ କରିବା 15 ଭାଗଫଳ ଏବଂ 1 ଭାଗଶେଷ, କିନ୍ତୁ 13 ଦ୍ୱାରା ଭାଗ କଲେ 13 ସତା 91, ଅର୍ଥାତ୍ ଭାଗଶେଷ ରହୁନାହିଁ। ଧନ୍ୟବାଦ।